ଜୟ ଜଗନ୍ନାଥ। ଆଜି ଆମେ ଜାଣିବା ସଂସାରରୁ ମୁକ୍ତି କିପରି ପାଇବା। ଇହଲୋକରେ ଭାଗବତ ଶ୍ରବଣ କଲେ ଅତି ଶୀଘ୍ର ଭାଗବତ ପ୍ରାପ୍ତି ହୋଇଯାଇପାରେ। ତେଣୁ ସକଳ ପ୍ରକାର ଦୋଷ ନିବୃତ୍ତି ନିମନ୍ତେ ଏହା ହିଁ ଏକମାତ୍ର ସାଧନ। ଯେଉଁମାନେ ଭାଗବତ ଶୁଣନ୍ତି ନାହିଁ ସେମାନେ ଜଳରେ ଫୋଟକା ପରି ଓ ଜୀବମାନଙ୍କ ମଧ୍ୟରେ ମଶା ପରି କେବଳ ନାଶ ହେବା ନିମନ୍ତେ ହିଁ ଜନ୍ମ ହୋଇଥାନ୍ତି। ଯେଉଁ ଭାଗବତ ଶ୍ରବଣ ପ୍ରଭାବରେ ମନୁଷ୍ୟର ହୃଦୟରେ ପଡ଼ିଥିବା ଗଣ୍ଠି ଖୋଲିଯାଏ, ତାହାର ସମସ୍ତ ସଂଶୟ ତୁଟିଯାଏ ଓ ସକଳ କର୍ମ କ୍ଷୀଣ ହୋଇଯାଏ। ଏହି ଭାଗବତ କଥା ରୂପକ ତୀର୍ଥ ସଂସାରର ସମସ୍ତ ପାପ ଧୋଇ ଦେବାରେ ଅତ୍ୟନ୍ତ ଦକ୍ଷ ଅଟେ। ତେଣୁ ବିଦ୍ୱାନମାନେ କହିଛନ୍ତି, ଭାଗବତ କଥା ଯେତେବେଳେ ହୃଦୟରେ ସ୍ଥାନ ପାଇଯାଏ ସେତେବେଳେ ମନୁଷ୍ୟର ମୁକ୍ତି ହୋଇଯିବ ନିଶ୍ଚୟ ବୋଲି ବୁଝିବାକୁ ହେବ।